ଆମର ବାଳିଆ କଉ ଆପଣ ଦେଖିବେ ଜାଣିପାରିବ ହେଲା। ସରି ଇଏ ଆମ ଦେଶୀ କଉ ବାଳିଆ କହୁନୁ। ହ୍ୟାଲୋ ଗାଇଜ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣମାନଙ୍କ ପାଇଁ ଗୋଟେ ନୂଆ ବ୍ଲଗ ନେଇ। ଦେଖନ୍ତୁ ଓ ଭାଇ ରେ ଅନାଦି ଶୋଇଛି ରେ ଦେଖନ୍ତୁ ଇଏ ଆମର ଡନ ଶୋଇଛି। ହ୍ୟାଲୋ ଗାଇଜ ଉଠିବନି ଉଠୁନା ଡେରି କାଇଁ କରୁଛୁ। ଆମେ ଏବେ ଆସିଯାଇଛ ବ୍ଲଗ ବନେଇବା ପାଇଁ। ଏବେ ସକାଳୁ ସକାଳୁ ଦେଖିଲା ବେଳୁ ମୁଁ ଯାଇକି ଆସିକି 4ଟା ରାତିରୁ ଆସିକି ସାଡେ କାମ ସାରିକି ଆଇଲେଣି। ଇଏ ଏପଟେ ତାର ଶୋଇଛି ଶୋଇକି ଉଠିବ କେତେବେଳେ ଯିବ ଯାଇକି ପୁଣି ମାନେ ଆଜି ମାଛ ମାନେ 4ଟା ରାତିରେ ଶୋଇ ଦଉନାହାନ୍ତି। ଉଠ ଆଲୋନା 4 ଥର ଖଣ୍ଡେ ଫୋନ କଲାଣି ଉଠୁନା। ମାଛ ଧରା କଟା ହବ କେତେବେଳେ, ରୋଷେଇ ହବ କେତେବେଳେ। ଫୋନ କରି 4ଟା ଧରି ଦେଖିଲା ବେଳକୁ କୁହୁଡି ମାନେ ସାଂଘାତିକ କୁହୁଡି। ପୁଣି ଶୋଇ ପଇଲି। ପୁଣି ଯାଇକି 5:30 ହେଲା। 5:30 ହେଲା କଲ୍ କଲା। ମୁଁ ଆସିଲି। ଆସିଲା ପରେ ଯାଇକି ହଁ ଚଢିଯିବି ଗୋଟିଏ ଗୋଟେ ନା ଦିଟା ଗୋଟେ ମୁଁ ଏବେ ଟିକେ ଏକ୍ସରସାଇଜ କରିଦଉଛି ତାପରେ ଦେଖିଆ। ଏଇଠି ଅନାଦି ପରେ ଚଢୁଛି। ଦେଖନ୍ତୁ ଆମର ତ ଏଇଭଳିଆ ବ୍ୟାକଗ୍ରାଉଣ୍ଡ କିଛି ରୁମ ରେ ଅଛି। ଅନାଦି କାଲି ଟିକେ ମାନେ ଅଧିକା ହେଇଯାଇଛି ନା, ସେଇଥିପାଇଁ କହୁଛି ମୁଁ ଅଧିକା ଦରଦିନ ଟିକେ ଚଢିଯିବା ଟିକେ ଗୋଡ ଉପରେ। ମୁଁ ଟିକେ ଚଢିଯିବା ତାପରେ ଦେଖିଆ। ବହୁତ ହେଇଗଲା। ମୁଁ ହେଲି ଆସି ମୁଁ 58 କେଜି ହେଲିଣି। 58 କେଜି ସମ୍ଭାଳିବ ମତେ। ମୁଁ ଗାଁରେ ଥିଲି 53 କେଜି। ଏଠି ଆସିକି 58 କେଜି ହେଇଗଲିଣି। 58 କେଜି ହେଲାଣି କିଏ ସମ୍ଭାଳିବ। ଏଇଭଳିଆ ଆଉ ସବୁ କଣ କରିବା। ତାପରେ ଏବେ ଯିବା ଟିକେ ବ୍ରସ୍ ଫ୍ରସ୍ କରି ଖାଇ ଦେଇକି, ମାଛ ଭଜା ଚାଲିଛି ଆମର ଏବେ। ମାଛ ଭଜା ଖାଇ ଦେଇକି ଯିବୁ ଉଠେଇକି ସାଇଡ ଉପରକୁ। ମାଛ ଭଜା ଟା ସରିଗଲେ ଯାଇ କଣ ମାଛ ସରିଗଲେ ବ୍ରସ୍ ଫ୍ରସ୍ କରି ଯିବୁ ଖାଇବା ପାଇଁ। ଖାଇସାରିଲା ପରେ ତାପରେ ଯାଇକି ଦେଖାହବ ପୁଣି ଆଉ। ଏବେ ଯିବା ଆମର ବି ବାଲ୍ଟି ଫାଲ୍ଟି ଏଠି ସବୁ ଥୁଆ ହେଇଛି। ବାଲ୍ଟି ଫାଲ୍ଟି ନେଇକି ଯିବୁ। ଯାଇକି ଆସିଲେ ତାପରେ ଦେଖିବା କଣ ହବ। ଆଉ ରୋଷେଇ ବାସ ହବ, ଖିଆ ହବ, ପିଆ ହବ। ତାପରେ ଏଇ ଅନାଦି ଉଠିଲାଣି। ତାକୁ ଉଠୁ ଯିବା ଝାଡା ଫାଡା ଯିବ। ଝାଡା ଫାଡା ଯିବ ନା କିଛି ଯିବ ନା ଶୋଇକି। ପାଣି କୋଉଠି ଆଣି, ପାଣି ଅଳପ ଅଛି। ଅନାଦି ମାନେ ହୁକୁମ ଦଉଛି ଯା ପାଣି ନେଇକି ଆସିବୁ। ମୁଁ ପାଣି ନେଇକି ଆସିବି। ତାପରେ ଏଇଟା ଯେତେବେଳେ ତମେ ବାହାରକୁ ଆସିବ, ଏଇଟା ତମ କାନରେ ଦେବ। ଏଇଟା ଗଳେଇବ ମାନେ ସାଉଣ୍ଡ ଆଉ ଏତେ ହବ ନା। ଗଳେଇକି ଇୟରକର୍ଡରେ କାମ କରିବ ନାଇଁ କଣ। ମୁଁ କହୁଛି ଅନାଦି ହସୁଛି ଏଠି। ଓ ହ୍ୟାଲୋ ଗାଇଜ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ଏଭଳିଆ ସବୁ କିଛି ଅଛି। ତାପରେ କ୍ୟାଣ୍ଟିନ ପାଣ୍ଡା କୋଉ ପାଣ୍ଡା ଫୋନ କାଟି ଦଉଛି। ଫୋନ ଉଠଉନି। ଫୋନ ଉଠେଇଲେ ଯାଇ କଣ ହବ। ପଇସା ନେଇଛି ଦଲେ ଆମେ ଯିବୁ ପାଣ୍ଡା ଆଣିବା ପାଇଁ। ପଇସା କଲେ ଦିଏ, ମୁଁ ଦଉଛି ଦେଇଦେଲି। ଆଉ ଫୋନ କଲା ଫୋନ ଉଠଉନି। ଆଜି ପୁଣି କାମ ଅଛି। ସେଠି ଯାଇକି ଡବ୍ଲୁସି ଲଗା ହବ। କଣ କରିବୁ ପୁଣି ସିମଟ ବାଲି ଗୋଳେଇବୁ ଆଉ। ଏଇତ ଆଉ ଏଇ କାମ, ଆଉ କିଛି କାମ ଧନ୍ଦା ନାହିଁ। ହଉ ହ୍ୟାଲୋ ଗାଇଜ ଦେଖନ୍ତୁ ଆମର ଏବେ ସକାଳୁ ସକାଳୁ ମାଛ କଟା ହଉଛି। ମାଛ ଆମେ ଧରିକି ଆଣିଥିଲୁ ପହରଦିନ ରଖିଥିଲୁ ଭିଡିଓରେ। ଏଇଟା ଆମର ମାଛ କଟା ହଉଛି। ଦେଖନ୍ତୁ ମାଛ ଆପଣ କାଟି ନଥିବ, ଆମେ କାଟୁଛୁ। ହେଲା କଉ ଏତେ ଆମର ନାଳିଆ ମାଛ ଅଛନ୍ତି, ଗୋରି ମାଛ ଅଛନ୍ତି। ଏଇଭଳିଆ କଟା କଟି ଚାଲିଛି। ତାପରେ ଖାଇବା ଦେଖିବା କୋଉ ଭଳିଆ ଲାଗୁଛି ମାଛ। ଗାଁ ମାଛ ଇଏ ଗୁରା। ଆମେ ତାପରେ ଦେଖିବା ଆମର ଆଲଣା ଏଠି କାଟୁଛି, ମାନେ କଇଁଚିରେ କାଟୁଛି ମାଛକୁ। ଟିକେ ଗାଇଜ ଆଲଣା ଟିକେ ରଖେଇ ଦିଅନ୍ତୁ ଭଲ ଜାଗାରେ। ମତେ 5ଟା ରାତିରୁ ଡାକୁଛି ଉଠୁ ମାଛ କାଟିଆ।
ମୁଁ 5ଟା ଯେତେବେଳେ କୁହୁଡ଼ି ଜୋର ଥିଲା ମୁଁ ପଳେଇଲି, ପୁଣି ଦେଖିଲା ବେଳକୁ ଆସିଲା ବେଳୁ ଏବେ 6:30 ବେଳେ ଆଇଲି। ମାଛ ମାରିକି ବାସନ ଧୋଇକି ମାଛ କଟା ଚାଲିଛି। ପୁଣି ଆର ସଣ୍ଡେକୁ ଯିବି ମୁଁ ପୁଣି ବଡ ମାଛ ଆଣିବା ପାଇଁ। ନାଇଁ କଣ କହୁନୁ ନା? ହଁ। ଦେଖନ୍ତୁ ମୁଁ ଏବେ ଆସିଗଲି ମାଛ ବାଛିବା ପାଇଁ। ଆମର ମାଛ ବଛା ହବ। ଆମର ତ ମାଛରେ ଆମେ ତ ବାଛି ପାରୁନା, ଆପଣ କମେଣ୍ଟ କରି କୁହନ୍ତୁ କେମିତି ବଛା ହବ ମାଛ। କଣ କେମିତି ବଛା ଆମେ ଜାଣିବୁ, ତା ଭିତରୁ ତା ପିତ୍ତ ଅନ୍ତ ନାଡ଼ି କେମିତି ବାହାରିବ। ହେଲା ଏବେ ବାହାରୁଛି ଦେଖ ଏଇ। ଆମର ଏଠି ପୁରା ଆମେ ବାହାରି କଣ ହେଇଛି ଚୁଟି କାଟିମୁ କି ରୋଷେଇ କରିବୁ, ମାଛକୁ ବି କଇଁଚିରେ କାଟି ଦଉଛନ୍ତି। ହେଲେ ତ ଅନ୍ତ ନାଡ଼ି ବାହାରିଲା ନା, ଆମେ ତା କାଟି ପାରୁନା, ତା ମୁଣ୍ଡକୁ କାଟି ବାହାର କରିଦେଇଛୁ, କାଟି ପାରୁନାହାନ୍ତି। ଦେଖନ୍ତୁ ଆମର ସବୁ ଲୋକ ବି ଯାଉଛନ୍ତି ଅନଉଛନ୍ତି କଣ କରୁଛନ୍ତି, ସେ ଜାଣିନାହାନ୍ତି ନା କି ମାଛ, ସେଇପାଇଁ କୋଉ ଭାବୁଛନ୍ତି କଣ କରୁଛନ୍ତି। ଆମେ ଆଉ ଶୁଣିବା କାହିଁକି, ଆମେ ଆମ କାମରେ ବ୍ୟସ୍ତ ରହିଛୁ, ଚାଲିଛି ଆମର। ଆମେ ସିନା କାଟିଲେ ଖାଇବା, ନ କାଟିଲେ ଉପାସ ରହିବା। ସେଥିପାଇଁ ଲାଜ ସରମ ଆମେ ଛାଡ଼ି ଦଉଛୁ ସବୁ କିଛି, ଛାଡ଼ିକି ଏବେ ରୋଷେଇ ହଉଛି ଆମର। ଆମର ଏବେ ମାଛ କଟାକଟି ଚାଲିଛି। କଟାକଟି ସରିଲା ପରେ କୁହୁଡ଼ାରେ ପଶିକି କେମିତି ଛାଞ୍ଚ ଦେଖୁଛ, ଖାଇବା ପାଇଁ ଏତେ କଷ୍ଟ କରୁଛ। କେତେ କୁହୁଡ଼ା ଅଛି ପଛରେ ଦେଖିପାରୁଥିବ। ଆମର ଏଇ ମହାନ୍ତି ଆସିଲେ ମାଛ ନେଇ ଭଜା ହବ, ମୁଁ ଆସିକି ଛିଡ଼ା ହେଇଗଲେ ପୁଣି ମହାନ୍ତି ପୁରା ହାତ ସ୍ପିଡି ହେଇଗଲା ଆମର। ଯଦି ଆପଣ ମାନେ କାର ବାହାଘରେ ଥିବ ମାଛ କଟାରେ, ଆମକୁ ଦି ଜଣଙ୍କୁ ଦେଇଦବ 5,000 ଟଙ୍କା, ମାଛ କାଟିକି ମାଛ କାଟିକି ସବୁ ତମର ତରକାରୀ କରି ଦେଇଦବ। ମାଛ ମାନେ ହେବି ରୋଷେଇଆ, ବେଶୀ ନୁହଁ, ରୋଷେଇଆକୁ 3,000, ଆମକୁ ଦି ଜଣଙ୍କୁ 2,000, ବାସ୍ 9,000 ଟଙ୍କା ଦବ, 7,000 ଟଙ୍କା ଦବ, ଆମର ହେଇଯିବ ପୁରା 1,000 ଲୋକ ପାଇଁ ରୋଷେଇ। 1,000 ଲୋକ ପାଇଁ ରୋଷେଇ କଥା, ଆମେ ଏখানে 600 ଲୋକ ପାଇଁ ରୋଷେଇ ଖାଇବୁ। ଇଏ ମାନେ ଏଇ କି ମାଛ ତ ଜାଣିଛ, ବାଳିଆ, ଆମର ବାଳିଆ କଉ, ଆପଣ ମାନେ ଦେଖିବେ ଜାଣିପାରିବ ହେଲା। ସରି ଇଏ ଆମ ଦେଶୀ କଉ, ବାଳିଆ କଉ ନୁହଁ। ତାଳ ଗଛ ଚଢା କଉ, ତାଳ ଗଛ ଚଢା କଉ, ଇଏ କଉ ତାଳ ଗଛ ଚଢିବାରେ ମାଷ୍ଟର। ଆପଣ ମାନେ ଗାଁରେ ଯଦି ଦେଖିଥିବ କମେଣ୍ଟ କରି କହିବ, ଇଏ ଆମର କି କଉ, ଆମର ଏଠି ଗାଁ କି ଏଟା ସହର, ଏଟା କି ଆଉ କଣ। ଆମେ ତ ଯିବୁ ରବିବାର ଦିନ ମାଛ ଧରିବା ପାଇଁ, ଏତିକି କଉ ମାଛ ନା, ରବିବାର ଦିନ ଆହୁରି ପୁଳେଇ ଆଣିଥିଲୁ, ତାକୁ ସବୁ ଖାଇ ଦେଇଛ। ଇଏ ଆହୁରି ଇଏ ମାନେ ଥିଲା ବଞ୍ଚେଇ ରଖୁଥିଲୁ ନା, ତାକୁ ଖାଇବୁ। ଆମର ଯୋଉ ସେ ଯୋଉ ଭାଇ ଦେଖୁଥିଲୁ, ଯୋଉ ଭାଇ କହୁଥିଲୁ ଯୋଉ ମାଛ ଧରିମୁ ଇଏ କରିଦବୁ, ସେ ଭାଇ ଘରକୁ ପଳେଇଛନ୍ତି, ମିସ୍ କରୁଛୁ ତାଙ୍କୁ ଟିକେ ଆମେ। ଜଲ୍ଦି କର, ଆମର ଅର୍ଡର ଆଇଲାଣି, 7ଟା ଜଲ୍ଦି କର। କଣ କରିବା, ହାତ ମାନେ ପୁରା ସ୍ପିଡି ହେଇଯାଇଛି, ସ୍ପିଡି ହାତ ସ୍ଲୋ ହେଇଯାଇଛି କିଏ ଜାଣିଛି। ଏବେ ଆମର ମାଛ ଭଜା ସରିଲାଣି, ଏଥିରେ ମାଛ ଭଜା ଥିଲା, ମାଛ ଭଜା ଏବେ ସରିଯାଇଛି। ମାଛ ଭଜା କୋଳିଆ ହେଇଛି, କହିବି ଆପଣଙ୍କୁ କଣ ଦେଖାଯାଉଛି ମାଛ ଭଜା ଟା। ଭାତ ବି ହେଇସାରିଲାଣି। ଆଉ ଖାସ କରି ଆମର ଆଜି ମାଛରେ ତେନ୍ତୁଲି ପଡିବ। ତେନ୍ତୁଲି ପଡିଲେ କୋଉଭଳିଆ ଲାଗେ ଆପଣ ଜାଣିଥିବେ ଯଦି କମେଣ୍ଟ କରି କହିବ। ଏଇଭଳିଆ ଆମ ରୁମ ଅଛି, ଏପଟରେ ପିଆଜ ଜରା ଚାଲିଛି, ଏପଟେ ଡାଲି ବସିଛି, ଏପଟରେ ମାଛ, ଇଏ ଆମର ଥାଳି, ଡାଲି ବି ରେଡି ଦେଖ, ପୁରା ଛୁଙ୍କ ଫୁଙ୍କ ମାରି ପୁରା ରେଡି ହେଇଛି ଡାଲି, ପୁରା ମାନେ ବହୁଳିଆ ଡାଲି, ଇଏ ହେଲା ହରଡ଼ ଡାଲି, ହରଡ଼। ତାପରେ ପିଆଜ ଜରା ଚାଲିଛି, ଏଇଭଳିଆ ସବୁ କିଛି ଅଛି ଆମର। ପାଣି ଡ୍ରମ, ପାଣି ବି ନାହିଁ, ପାଣି ଯାଇ ଆଣିବା ପାଇଁ ପଡିବ। ଠିକ ଆମର ଭାଇ ବସି ମୋବାଇଲ ମାଡୁଛନ୍ତି, ଆଉ ଚାର୍ଜ ଟିକେ ନାହିଁ, ଚାର୍ଜ ଫାର୍ଜ ବସେଇବା ଫୋନ। ଏଇଭଳିଆ କିଛି ଅଛି। ଏପଟେ ଟମାଟୋ କଟା ବି ଚାଲିଲାଣି, ଟମାଟୋ କଟା ସଇଲେ ତେନ୍ତୁଲି ପୋଡା ଯୋଉ ହବ, ମାନେ ଅଲଗା ପ୍ରକାର, ପୁରା ଅଲଗା ପ୍ରକାର ହେଲା। ଦେଖିବା ଟେଷ୍ଟ ପୁରା ଫାଣ୍ଟାଷ୍ଟିକ ଟେଷ୍ଟ ଆସିବ। ଥରେ ରବିବାର ଦିନ ହେଇଥିଲା, ଖାଉଥିଲୁ, ପୁରା ମାନେ ଭାତ ସରିଗଲା, ହେଲେ କଣ କରିବୁ, ଭାତ ନାହିଁ ଆଉ। ହଉ ଦେଖିବା ଆଜି ଖାଇକି ଯିବା ଆମେ 8:30 ବେଳକୁ। ଏବେ ମୁଁ ଟିକେ ବ୍ରସ୍ ଫ୍ରସ୍ କରିଦବା, ତାପରେ ଚାଲିବା ଆଗକୁ। ଦେଖ ମୁଁ ଏବେ ଆସିଲେ ବ୍ରସ୍ କରିକି ଅନାରୁ ପାଖକୁ
ଅନାଦି ମତେ କହିଥିଲା ନା ଚୁଟି କାଟିଦବା ପାଇଁ। ବ୍ରସ୍ କରି ଆସିଗଲି। ଏଇଭଳିଆ ସବୁ ବ୍ୟାକଗ୍ରାଉଣ୍ଡ ଅଛି ଦେଖନ୍ତୁ ପଛରେ। ଅନାଦି ମତେ କହୁଛି ଚୁଟି କାଟିଦବ ଏପର୍ଯ୍ୟନ୍ତ ଉଠୁନି। ମୁଁ ଉଠିକି ମାଛ ଫାଛ କାଟି ରୋଷେଇ ଅଧା ହେଇଗଲାଣି। ଏଇ ଅନାଦି ଉଠୁନି ଚୁଟି କାଟିଦବୁ ନା କାଟିଦବୁ ନା? ଚୁଟି କାଟିଦବ ମୁଁ କାଲି ରାତିରେ ମତେ କହିନି ଏପର୍ଯ୍ୟନ୍ତ କାଇଁ ମୁଁ ବ୍ରସ୍ କରିଥିଲି ସେ ଶୋଇକି ଉଠୁଛି। କଣ ସେ ଚୁଟି କାଟିଦବ? ଜଲ୍ଦି ଜଲ୍ଦି ଆ ଜଲ୍ଦି ଆସ। ଇଏ ମାନେ ଚୁଟିଟା କାଟିଦବ 2 ଦିନ ହେଲାଣି କହୁଛି। ଆଜି 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 ବେଳ ପଡି ବୁଧବାର ଟା ଭଲ ବାର ଅଛି। ଦିନଟା ଭଲ ବାର ଚୁଟି କାଟିଦବା। ମୁଁ ଏଠି ବିଶ୍ରାମ ଉଠେଇଦବା। ଯୋଉ ଚୁଟିଟା ମାନେ ଏଇଟା କାଟିଦଉଛି କାଟିଦବା ପରେ ଭିଡି କାଟିଦବ। ଦେଖିବ ତମ ସେ ରୁମ୍ ଆଉ ଇଏ ରୁମ୍ ସେମ୍ ଏଇ ପୋଜିସନ୍ ଥିଲା। ହେଇଗଲା ଯିବା ଆଉ ରୁମ୍ ରେ। ଆସୁନୁ। ଚାବି ନେଇକି ଆ। ଏଇଭଳିଆ କିଛି ଅଛି। ଏପଟେ ବି ସବୁ ଡ୍ୟୁଟି ବାହାରିଲେଣି ସବୁ। ଦେଖିପାରୁଥିବ। ସେ ଡ୍ୟୁଟି ବାହାରିଲେଣି ଆମେ ଦାନ୍ତ ଘଷୁଛୁ। ଦାନ୍ତ ଘଷିକି ଯିବା ଏବେ ଚୂଳଟା କାଟିବା। ଚୁଟି କାଟି ଦେଇକି ଚୁଟି କାଟି ସାରିଲା ପରେ ଜଲ୍ଦି ଯା। ଆମ ଅନାଦି ପୁରା ହିରୋ ଆଇଲେ ଷଣ୍ଢ ଟୋକା। ହେଇ ଦେଖିପାରୁଥିବ ଏବେ ଶୋଇକି ଉଠିକି ଆଉଛି। କହିଲେ ମୁଁ ଯଦି ସକାଳୁ ଡାକିବି ବାଡେଇବି ଧରିକି। ସେ ମୁଁ ଡାକନ୍ତୁନି 8ଟା ବାଜିଲା ଏବେ ଉଠିକି ଆଇଲା ହେଇ। ବୋତଲ ଆଣିଲନି ଭାରି। ଅନାଦି ଏବେ କାଟି ଦଉଛି ମୋ ଚୂଳ। କାଟିବ ତାର କଣ ଫୋନ୍ ଆଇଲାନି ସେ ଆଉ କଣ କରିବ। କାଟିବ ଆଉ। ଦେଖ ଏବେ ସେ ଆମର ଚୂଳ ବି କାଟି ଦଉଛି। କୋଉ ଭଳିଆ ଛୋଟ କଟା ଲାଗୁଛି କମେଣ୍ଟରେ କହିବ ଆଉ ଯାହାର ଚୁଟି କଟା ଥିବ ବି ମତେ ନମ୍ବର ମେସେଜ କରିବ କମେଣ୍ଟ ବକ୍ସରେ କହିବ ମୁଁ ଆପଣ ମାନଙ୍କୁ ନେଇ ଆସିବି ଚୁଟି କାଟିବା ପାଇଁ ପୁରା ଫ୍ରି। ତାପରେ କହିବ ଚୁଟି କଟା କୋଉ ଭଳିଆ ଲାଗୁଛି ଏଇ ଏତିକି ଆମର କଟା ହେଇଗଲା ଏପଟ ରହିଲା ଆଉ ଆଗ ଟିକେ ମାରିଦବା ବାସ୍ ହେଇଯିବ। କୋଉ ଭଳିଆ ଲାଗୁଛି? କାଦୁଅରେ ଚୁଟି କାଟି ଦଉଛି। ଦେଖିବା ତାପରେ ଦେଖିବା କଣ ତାପରେ ହବ। ଚୁଟି କାଟି ଦଉଛି। ହଉ ଚୁଟି କଟା ସରୁ ମୁଁ ଦେଖେଇବି କୋଉ ଭଳିଆ ଲାଗୁଛି। ଫାଇନାଲ ଲୁକ୍ ମୋର ହେଇଗଲା। କୋଉ ଭଳିଆ ଲାଗୁଛି। ତାପରେ ଏବେ କହିଛି ଆମର ଦେଖ ମାଛ ଫାଛ ପୁରା ଉଡୁଛି ଖାଇବା। ଦେଖ ସେ କୋଉ ମାଛ ଚୁଚୁରା କୋଉ ଭଳିଆ ଲାଗୁଛି ନା ଭଲ ଲାଗୁଛି ନା ପୁରା ସୁପର ଫାଣ୍ଟାଷ୍ଟିକ ଲାଗୁଛି। ଖାଇକି ଆମେ ଟେଷ୍ଟ କରିବା। ହେଇ ବହୁତ ବଢିଆ ପୁରା ତେନ୍ତୁଳି ପରି ଉଡୁଛି ପୁରା ଭଲ ଲାଗୁଛି। ଆମେ ଖାଇସାରୁ ଆପଣମାନଙ୍କ ସହ ଦେଖା ହବା ଫିର୍। ଏବେ ଆମର ଫାଇନାଲ ହେଇଗଲା ଚୁଟି କଟା। ଚୁଟି ବଢିଥିଲା ମାନେ ଅବା ହେଲା ଥରେ ଟିକେ ଚୁଟି କଟା ଫାଇନାଲ ହେଲା। ପଛ ହଁ ଟିକେ ଟିକେ ଏଇପଟ ଟିକେ ଇଏ ଅଛି। ହେଇଗଲା ଜୁତା ଫୁତା ପିନ୍ଧିକି ରେଡି ହେଇଗଲୁ ଏବେ ଡ୍ୟୁଟି ଯିବା। ଡ୍ୟୁଟି ଅନାଦି ହେଇ ବାହାରୁଛି ସେପଟରେ ହେଇ ହାଲ ଗାଜ ବାହାରୁଛି। ହଁ ବାହାରି ସାରିଲା ପରେ ଦାଢି ଟିକେ ମାରିଥିଲେ ହେଇଥାନ୍ତା। ମାରିବା ପାଇଁ ଟାଇମ ନାହିଁ 9ଟା ବାଜିଗଲା ଆଉ ମାରିବା କେତେବେଳେ? ମାରି ହେଲା ନା ପରେ ଆସିକି କେତେବେଳେ ମାନେ ଦାଢି ଟିକେ ନିଶ ଟିକେ ପରେ ମାରିବା ଆଉ ଚୁଟି ତ ହେଇଗଲା ଆଉ କଣ ଅଛି।
ଫାଇନାଲ ଲୁକ୍ ଏଇଭଳିଆ ଦେଖାଯାଉଛି। ତାପରେ ଦେଖିବା କଣ ହଉଛି କଣ ନାହିଁ। 9ଟା ବାଜିଲାଣି ଯୋଉଠି ଯିବା ଏବେ। ବନ୍ଧୁ ତ ବାଟ ବନ୍ଧୁ ବାଟେ ଗାଧେଇ ହଁ ବାଲ୍ଟି ଆଣେ ପଡିଲା। ବାଲ୍ଟି କୋଉ ବାଲ୍ଟି ଛୋଟ? ଛୋଟ ବାଲ୍ଟି ନେଇକି ଆସ। ଯିବା ତାପରେ ବ୍ଲାକ୍ ଟା ବନାବ? ହୁଁ ହଉ ଦେଖା ହବ ପରେ ଡ୍ୟୁଟିରେ ଦେଖା ହବ ଯାଇକି ଡ୍ୟୁଟି ସାଇଡ ପଟ ପଞ୍ଚି ଫଞ୍ଚି କରି ସାଇଡ ଏଣ୍ଟ୍ରି କରିସାରିଲା ପରେ ଦେଖା ହବ। ସେ ପର୍ଯ୍ୟନ୍ତ ରହୁଛ। ପାଣି ବୋଟଲ ଏବେ ଡ୍ୟୁଟି ଯାଉଛ। ଆମର ଫାଇନାଲ ଲୁକ୍ କିଛି ଏଇଭଳିଆ ହେଇଗଲା। ହାତରେ ବାଲ୍ଟି, ମୁଣ୍ଡରେ ହେଲମେଟ, ଆଉ ଧିଅରେ ନାଲି କପଡା ପିନ୍ଧିକି ସନ୍ନ୍ୟାସୀ ହେଇକି ଯାଉଛ। ଦେଖନ୍ତୁ ଆମର ଏବେ ଏଭଳିଆ କାମ ଚାଲିଛି। ଡବଲ ବସା ହଉଛି। ସିମେଣ୍ଟ ବାଲି ମସଲା ଦିଆ ହଉଛି ସବୁ। ସେଟ୍ ହେଇସାରିଲା ପରେ ଟିକେ ହେଇଯିବ। ତାପରେ ଆଉ ଗୋଟେ ବାଥରୁମ ଯିବୁ। ତାପରେ ମାଲିକ ମାନେ ତ ଆସିବା ୟୁଜ କରିବା, ଆମେ ତ ୟୁଜ କରିପାରିବୁ ନା। ଆମେ ଖାଲି ବସେଇ ଦେଇ ପଇସା ନେଇକି ପଳେଇବା ଆଉ। ଆମର ବାହା ଚାଲିଛି ସେପଟେ। ଏବେ ମାର୍କିଂ ଫାର୍କିଂ ସରିଗଲା। ଏବେ ସିମେଣ୍ଟ ନଦା ହଉଛି। ସିମେଣ୍ଟ ବାଲି ସେପଟେ ଗୁଳା ହେଇଛି। ସରିଗଲା ପରେ ପୁଣି ଯିବୁ ସିମେଣ୍ଟ ଆଣିବୁ। ପୁଣି କାମ ହବ। ଏଭଳିଆ 10ଟା ଲଗେଇବୁ ଆମେ ନା ସରି 20ଟା ଲଗେଇବୁ। ଆପଣମାନେ କେଡ଼େ ପ୍ଲମ୍ବର କାମ କରୁଛନ୍ତି କେଡ଼େ ଲଗାନ୍ତି କମେଣ୍ଟରେ କହିବ। ଆମେ ଦେଖିବୁ ଆମକୁ 20ଟା ଦିନକୁ 20ଟା ଲଗେଇବୁ। 6ଟା ଆମେ ସକାଳୁ ଆସିକି ଲଗେଇ ସାରିଲୁଣି। ନା 4ଟା ଲଗେଇ ସାରିଲାଣି। ଆଉ 5ଟା ବେଳେ ପଡିଛି। ଆହୁରି 15ଟା ହେଲାଣି 6ଟା ବାଜୁଛି। ଦେଖିବା ହଉଛି କି ନାହିଁ ଟ୍ରାଏ କରିବା। ମସଲା ସରିଗଲା ଯିବି ମସଲା ନେବେ। ଦେଖ ଆମର ଏଇଭଳିଆ କିଛି ମାର୍କିଂ ଚାଲିଛି। ସେ ଯୋଉ ବୁଢୀ ଗାଡି ଦେଇ ବସେଇଥିଲି ତାକୁ ଉଠେଇବାକୁ ପଡିବ। ଥୁଆ ହେଲା ରାସ୍ତାରେ ମାର୍କିଂ ହବ। ଏବେ ଦେଖନ୍ତୁ ଏବେ ଖୋଜିବୁ ଏବେ ଉଠା ବସା ହବ। ବାହୁବଳି କମଳ ବସିବ। ଦେଖ ଉଠା ବସା ହେଇଗଲା। ଦେଖିବା ଲେବୁଲ ଏବେ ଆମ ପଟି ପଡିବ ଦେଖ। ପଟି ପଡିଲା ଏବେ କୋଉ ଭଳିଆ ଲେବୁଲ ଦେଖ ପଟି ପଇଲା। ତାପରେ ପିଲାମାନେ ପଡିବ ଦେଖ। ଏବେ ବରାବର ହେଇଗଲା। ଏବେ ମସଲା ଦିଆହବ। ଗ୍ଲୋଭ୍ସ ଲଗେଇଛି ସେଫ୍ଟି ପୁରା। ତାପରେ ଚୁଟି କଟା ବି ହେଇଯାଇଛି। ଚୁଟି ମୁଣ୍ଡି ହାଲକା ଝାଳ ବାହାରି ପଡ଼ିଲାଣି। ଦେଖନ୍ତୁ ଆମର ଏବେ ଖିଆ ପିଆ ସରିଗଲା। ଆମେ ଏବେ ଯାଉଛୁ ଆମ କ୍ଲବ ହାଉସକୁ। ମାନେ ଆମ ରୁମ ବା କ୍ଲବ ହାଉସ ନା ଆମେ ରୁମରେ ପହଞ୍ଚାଉ। ଟିକେ ଖରା ଜୋର ହେଲାଣି। ବହୁତ ଜୋର ଖରା ହଉଛି। ରୁମରେ ପହଞ୍ଚାଉ ତାପରେ ଦେଖାଉଛ। ଭିତରୁ ଏଣ୍ଟ୍ରି କରିଦେଲୁ। ଟିକେ ଫ୍ୟାନ୍ ଦେଇଦେବା। ହଁ ଫ୍ୟାନ୍ ଦେଇଦେଲି ମାନେ ଏଠି ଗରମ ଜୋର ଗରମ ସବୁ ବାହାରି ପଡ଼ିଲାଣି। ଠେଉଟା ସବୁ ଗରମରୁ ବାହାରି ପଡ଼ିଲାଣି। ଟିକେ ରେଷ୍ଟ ନେଇଯିବା। ତାପରେ ଦେଖିବା କଣ ହେଉଛି। ଓହୋ ଆଜି କାମ ତ ଭାଇ ସିମେଣ୍ଟ ବାଲି ଗୁଳେଇ ଦିନ ପଳେଇଲାଣି। କ'ଣ କରିବା ଆଉ କେତେ ସିମେଣ୍ଟ ବାଲି ଗୁଳେଇବ। ସିମେଣ୍ଟ ବାଲି ଗୁଳେଇଲା ବେଳେ ପାଣି ନାହିଁ। ପାଣି ଆଣିବାକୁ ଗଲାବେଳେ ସିମେଣ୍ଟ ନାହିଁ। ଏଇଭଳିଆ ହେଉଛି। ବୁଲି ଲାଷ୍ଟକୁ ଡବଲ ସ୍କେଟ୍ 6ଟା ଲଗେଇକି ନା 8ଟା ଲଗେଇକି ଆଇଲୁ। କ'ଣ କରିବା ଗରମ ଜିନିଷ ରହୁଛି ଏଠି ଆଉ ରହି ହେଉନି। ବହୁତ ଅନାରେ ତାର ଡିଆସିଲି ଫିଆସିଲି ଲଗେଇଲେଣି। ଦେଖନ୍ତୁ ମୁଁ ଦେଖୁଛି ଗ୍ୟାସ୍ ଲଗେଇଲେଣି। ଧୂପ ଲଗେଇବ ଖରାବେଳେ ଧୂପ ଲଗେଇବ। ସକାଳେ ଗାଧୋଇଲା ବେଳକୁ ଉଠୁଛି 8ଟା ବେଳେ। ମୁଁ ଚୁଟି କାଟିଦେବି ଉଠୁଛି 8ଟା ବେଳେ। ଏବେ ଇଏ ଡିଆସିଲି ଲଗାଉଛି ଧୂପ ଲଗେଇବ। ସନ୍ଧ୍ୟାବେଳେ ଗାଧୋଇକି ଧୂପ ଦେବା ପାଇଁ ମୁଁ ଗୋଟେ ଯିବି ଆଜି ପ୍ରିଣ୍ଟ କରି ଆଣିବି ମୋ ଗୁରୁଙ୍କର। ଆଉ ଗୋଟିଏ ଆଣିବି ଜଗନ୍ନାଥ ଠାକୁରଙ୍କର ଗୋଟେ ଆଣିବି ପ୍ରିଣ୍ଟ କରି। ଆଉ ଗୋଟେ ପ୍ରେମାନନ୍ଦ ମହାରାଜଙ୍କର। ଆଉ ଗୋଟେ ଆମର ଖଟୁ ଶ୍ୟାମଜୀଙ୍କର ନେଇକି ଆସିକି ଲଗେଇକି କ'ଣ କରିବା ଆଉ।
ଦେଖନ୍ତୁ ଚୁଟି ଅନାଦି କାଟି ଦେଇଛି, ଭଲ ହେଇଛି ନା? ଏପଟ ହେଲା, ଏପଟ ଟିକେ ମାନେ ଟିକେ ଅବାଗିଆ ଲାଗୁଛି, ଏପଟ ଟିକେ ଏପଟ ମିଶୁନି ନା ଏପଟ। ଏ ପଛରେ ଛିଡ଼ା ହେଉଛି, ପଛରେ ଟିକେ ପଡ଼ିଗଲେ ଭଲ ନା। ଏଇଟା ମାନେ ଦାଢ଼ି ମାରିଦେ, ପୁରା ଦାଢ଼ି ଫାଢ଼ି ମାରନା, ଆଉ ଟିକେ ବଢ଼ିକା ମାରିବା। ମୋର ବି ଘରେ ବଢ଼ୁନି, ମୁଁ ଭାବୁଛି ମୋର ବା ଏଥର ଶୁଭ ଯୋଜନା ଟଙ୍କା ହେଇଛି ଦାଢ଼ିରେ, ଶୁଭ ଯୋଜନା ଟଙ୍କା ପଳେଇ ଆସିଛି, ମୁଁ ଯିବି ଉଠେଇବା ପାଇଁ, କାଲି ଯିବି। କାଲି ଉଠେଇକି ଆଣିବୁ, ଉଠେଇକି ଆଣି ସାରିଲା ପରେ ଫିଷ୍ଟି କରିବୁ। ନିଶ ପାଇଁ ଏଇଠି ଦୁଇଟା ଅଧିକା ହେଇଯାଇଛି, ସାଡ଼କୁ କ'ଣ ହେଇନି, ଭଲ ନିଶ ହେଇଛି ଆଉ। ହେଇ ଦେଖନ୍ତୁ ମୁଁ ତ କହୁଛି ଅନାଦି କ'ଣ କରୁଛି ବସିକି ସେଠି। ଦେଖୁଛ ଗାଇଛି ଅନାଦି ଏଠି ବସିକି ମାନେ ଫିଲ୍ମ ଦେଖିବ, ଆଉ ଗୋଟେ ତା ମାଣ୍ଡୁ ସହିତ ଗପିବ। କାଲି ତ ରାତି 2ଟା ଯାକେ ଗପିଛି, 2ଟା ରାତି ଯାଏଁ ଗପିଛି। ମୁଁ କହିଲି ଆରେ ଶୋଇପଡ଼େ, ସକାଳୁ ଛୁଟି କରିଦେବୁ, କହିଲା ନା ମୁଁ ଶୋଇବି ନା। କଥା ହେଲା, କଥା ହିସାବରେ ଶୋଇଲା ନା, ଭଟ ହେଲା, ମୋତେ ନିଦ ଲାଗିଲା ନା। ମୁଁ 4ଟା ବେଳକୁ ଉଠିଲି, ଉଠିକି ଟିକେ ପୁଣି ଫ୍ରେଶ୍ ହେଇନି, ଆଲାନା କଲ୍ କରି ଦେଖିଲା ବେଳକୁ କବାଟ ଖୋଲା ବେଳକୁ ଆରେ କୁହୁଡ଼ି, ଦେଖିଲା ବେଳକୁ ଏତେ କୁହୁଡ଼ି ଯେ ମୁଁ ପୁଣି ଶୋଇପଡ଼ିଲି। କ'ଣ କରିବି, ତାପରେ ଆସିକି ମୁଁ 5ଟା ବେଳେ ସରି 5ଟା ବେଳେ ଯିବି, 5ଟା ବେଳେ ବେଳକୁ 5ଟା ବେଳକୁ ଆହୁରି ଜୋର କୁହୁଡ଼ି। କ'ଣ କରି ପୁଣି ଟୋଟାଲ୍ 5:30 6ଟା ବେଳେ ଗଲି, କୁହୁଡ଼ି କମି ଯାଇଥିଲା। ତାପରେ ଆସିଲି, ଆସିକି ପୁଣି ବ୍ରସ୍ ଫ୍ରସ୍ କରି ଖାଇ ଦେଇକି ଟିକେ ହେୟାର୍ କଟିଂ କରିଦେଲି, ହେୟାର୍ କଟିଂ କରି ଗାଧୋଇବି। ସନ୍ଧ୍ୟାବେଳକୁ ଗାଧୋଇବି, ଏବେ ଗାଧୋଇ ହେବ ନା, ଗାଁ ଯେତେବେଳେ କାମକୁ ଯିବୁ, ଗାଧୋଇବୁ, କ'ଣ ଗାଧୋଇବୁ ଆଉ। ଆଉ ଏଇଠି କ'ଣ କମଳ ଫମଳ ଅଛି ହେଲା, ସବୁ କରିକି ପଡ଼ିଛୁ ଆଉ କ'ଣ ଏଇଭଳିଆ ଆଉ। ତାପରେ ଆଉ ଖବର ସବୁ ଆଲୋ ଆକାଶରେ ଉଡ଼ିବା, ଆଲୋ ପାହାଡ଼ରେ ବୁଲିବା। ଆମର ଆଜି ଶେଉଳ ମାଛ ହେଇଥିଲା, ଖାଇଛ? ନାଳିଆ ମାଛ ଖାଇଛ, ବାଳିଆ ମାଛ ଖାଇଛ, ସବୁ ଖାଇଛ। କଥା ତୋର ମିଛ ଆଉ ପ୍ରେମ ତ ଛଳନା, କେମିତି ତୁ ଖେଳି ଦେଇ ଗଲୁ ମୋ ହୃଦୟ ସାଥିରେ ଖେଳନା। ଅନାଦି ଗୀତ ଗାଉଛି, ମୁଁ ତାକୁ ଟିକେ କପିରାଇଟ୍ କରିଦେଲି, ଦେଖିବା କୋଉ ଭଳିଆ ଗୀତ ଲାଗୁଛି। ଆଉ ଆପଣ କହିବେ ଗୀତଟା କୋଉ ଭଳିଆ ଲାଗୁଛି, ଭଲ ଲାଗୁଛି, ଖରାପ ଲାଗୁଛି। ତାପରେ ଦେଖିବା ଏବେ ଟିକେ ରେଷ୍ଟ କରିଦେବା, ତାପରେ ବାହାରିବା 2ଟା ବେଳେ ସାଇଡ଼୍ ପରେ ବାହାରିବା। ସାଇଡ଼୍ ପରେ କାମ କରି ସନ୍ଧ୍ୟାବେଳକୁ ଆସିଲା ବେଳକୁ ଦେଖିବା ଆଉ। ହ୍ୟାଲୋ ଗାଇଜ୍, ଦେଖନ୍ତୁ ଆଉ ଗୋଟେ ବଢ଼ିଆ କଥା ଦେଖେଇବି ଆପଣମାନଙ୍କୁ। ମୁଁ ଏଇ ରୁମ୍ରେ ବସିଛି, ଆମ ଭାଇ ମୋ ଡାର୍ଲିଂ, ଦେଖିବ ମୋ ଡାର୍ଲିଂ ହେଲା, ଡାର୍ଲିଂ କୋଉ ଭଳିଆ ମୋ ଭିଡ଼ିଓ ଦେଖୁଛି ଦେଖିବ। ଦେଖ ମୁଁ ଦେଖଉଛି, ଇଏ ହେଲା ମୋ ଡାର୍ଲିଂ, ଦେଖ ମୋ ଭିଡ଼ିଓ ଦେଖୁଛି, ମୁଁ ଜୁମ୍ କରି ଦେଖେଇ ଦଉଛି। ଭିଡ଼ିଓ ଦେଖୁଥିଲା, ଆପଣମାନେ ବି ଏଇଭଳିଆ ଦେଖନ୍ତୁ, ଦେଖି ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରନ୍ତୁ, ଆଉ ଟିକେ ସପୋର୍ଟ କରନ୍ତୁ। ଆପଣମାନଙ୍କ ସପୋର୍ଟ ବିନା କିଛି ହବ ନା, ସପୋର୍ଟ କରିସାରିଲା ସପୋର୍ଟ କରିବ, ତାପରେ ଯାଇକି ଚାଲିବ। ଏଇଭଳିଆ ଆମେ ଶୋଇଛୁ, ଅନାଦି ସେପଟ ଶୋଇଛୁ, ମୁଁ ବି ଏପଟରେ ହେଇ ଗଡୁଛି। ପୁଣି 2ଟା ବାଜିଲେ ଚାଲିବ, ଆମ ଶାଳକୁ ଚାଲିବୁ 2ଟା ବାଜିଲେ। ରାତିରେ ମୁଁ ମୋର ଏଇଭଳିଆ ଶୋଇଛି, ଫିଲ୍ମ ଦେଖୁଛି। ତାର ସେପଟେ ତା ମାଣ୍ଡୁ ସହିତ କଥା ହଉଛି, ରାତି 2ଟା ହେଲାଣି ଆସିକି। ମୁଁ କହୁଛି ଆରେ ଅନାଥ ଶୋଇପଡେ, କାଲି ସକାଳୁ ଚୁଳି କାଟିଦଉଛି, ହଲାଣି ତୋର ଆଉ କ'ଣ କରିବା। ତଥାପି 8ଟା ପର୍ଯ୍ୟନ୍ତ କାଟିଲା, 8:30 ବେଳକୁ ଡ୍ୟୁଟି ମୁଁ ପଳେଇଲି, ପଟି କାଟି ଦେଇଛି, ଠିକ୍ ଅଛି। ହେଲେ ଏଇଭଳିଆ ସବୁ ଆଉ। ହେଲେ ତ ନେଟ୍ ଚାଲୁନି, ଭିଡ଼ିଓ ଯଦି ଦେଖୁଥିଲ, ହେଲେ ନେଟ୍ ଚାଲୁନି, କ'ଣ କରିବା ଆଉ। ଏଇଭଳିଆ ସବୁ କିଛି ଅଛି। ଆମେ ଫ୍ୟାନ୍ ତ ବୁଲୁଛୁ, ଗରମ ବି ହଉଛି, ଆମେ ଆଉ କ'ଣ କରିପାରିବୁ, କିଛି କରିପାରୁନା। ଆଉ ଆମର ଚାର୍ଜର ଫାର୍ଜର ସବୁ ଟଙ୍ଗା ହେଇଛି। ମୁଁ କାଲି ସନ୍ଧ୍ୟାବେଳେ, କାଲି ରାତିରେ ମୁଁ ମୋର ଚାର୍ଜ ବସେଇ ଦେଇଛି, ଫୋନ୍ ଚାର୍ଜ ବସେଇକି ତଳେ ଥୋଇ ଦେଇଛି, ବୋର୍ଡ ତାର ଚାର୍ଜର କେମିତି ଯାଇଛି, ମୂଷା ଆସି ତାର ଚାର୍ଜର କାଟି ପକେଇଛି, ଚାର୍ଜର ତା ପିନ୍ ଚାର୍ଜର ମୋବାଇଲ କେମିତି ଯାଇଛି।
ତା କର୍ଡ ବି ତା ଆଡପ୍ଟର କେମିତି ଯାଇଛି ହେଲେ ଚାର୍ଜ ଉଠୁନି ମୁଁ ଚାର୍ଜ ଉଠୁନି ଦେଖିଲା ବେଳକୁ ମୂଷା ତ ଦି ଘର କରିଦେଇଛି ଚାର୍ଜ ଫାର୍ଜ ନାହିଁ ଏଇଟା ଆମ ରୁମ ରେ ଆଉ ଜଣେ ଅନାଥର ଇଏ ଫୋନ ନୁହଁ ତାର ଅଲଗା ଫୋନ ଚାର୍ଜ କଣ କରିବା ଆଉ ଗୋଟେ ରୁମ ଉଠୁ ମାଗିକି ଆଣିଲେ ଚାର୍ଜ ବସେଇବା ପାଇଁ ଚାର୍ଜ ବସେଇକି କଣ ବସେଇକି ଏବେ ଏଇ ଅଳ୍ପ ଚାର୍ଜ ଅଛି ସକାଳେ ବି ଚାର୍ଜ ନଥିଲା ସେଥିପାଇଁ ଚାର୍ଜ ଫାର୍ଜ ନାହିଁ ମୁଁ ଭାବିଲି ସକାଳେ ଚାର୍ଜ ହେଇଥିବ ଦେଖିଲା ବେଳକୁ ଚାର୍ଜ ଫାର୍ଜ ହେଇନି ମୂଷା ବହୁତ କାଟି ପଡୁଛି ଆଉ ଆମେ କଣ କରିବା ଆଉ ମୂଷା ମାନେ ସିଟିଂ ଆମର ହାଇଆ ଥିଲି ମୂଷା ବହୁତ ତାପରେ ମଶାରୀ ଚପଲ ଡ୍ରେସ୍ ସବୁ କାଟି ପାରୁନି ଆଉ ଏଠି ଆସିଲା ବେଳେ ଏତେ ମୂଷା ନାହାନ୍ତି ମଶା ଅଛନ୍ତି ହେଲେ କାଟି ଦଉନି କଣ କରିବା ଆଉ ଗାଇଜ ଆମେ ଏବେ ପୁରା ଚୂଳ କାଟି ନଣ୍ଡା ହେଇଯାଇଛି ଏବେ ଆମେ ମାର୍କେଟ ଯାଉଛୁ ଅନାଥ ଯାଉଛି ମୁଁ ଯାଉଛି ଆମ ଆଗରେ ବି ବହୁତ ଲୋକ ଯାଉଛନ୍ତି ମାର୍କେଟ ଯିବା ମାର୍କେଟରୁ ମାଛ ଆସିବ ଗ୍ଲାସ ମାନଙ୍କୁ ଆଉ ଭିଡିଓ ଆଉ ଦେଖେଇଲେ କଣ ଆସିବ ମାଛ ଆସିବ ଆଉ ମୁଗ ମସୁର ଆସିବ ଆଉ ବିମଲ ଆସିବ ଆଉ ସମସ୍ତ ଚାଟା ଆସିବ ମାଛ ମସଲା ଆସିବ ଏଇଭଳିଆ ଆସିକି ସବୁ ଖାଇବୁ ଦେଖନ୍ତୁ ଏଇଭଳିଆ ରାତିରେ ଆମେ ଚାଲି ଚାଲି ଯାଉଛୁ ଏକାଠିଆ ନିଛାଟିଆ ଇଏ ସବୁ ଆମର ସବୁ ବସି ଠେଲାରେ ଖାଉଛନ୍ତି ଆମେ ସବୁ ଚାଲି ଚାଲି ଯାଉଛ ଆମେ 2 ଜଣ ଯାଉଛ କଣ କରିବା ଆମେ ସବୁ ଏବେ ବାଳ ଅନ୍ଧାର ହେଇଗଲାଣି ଓପାଡିଆ ଏବେ ଅନାଦି ଭାଷା କହିଲା ଭାଷା କହିଲା ମାନେ ଅନାଦି କି ମାଡ ହବ ଫାଇନାଲ ଆଉ ଅନାଦି ପରେ ମାଡ ମାନେ ଉଡିବ ପୁରା ଖତରା ମାଡ ହବ ହ୍ୟାଲୋ ଗାଇସ୍ ମଶା ବହୁତ ମଶା 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 ସରି ମଚ୍ଛର ବହୁତ ମଚ୍ଛର ମଛା ବହୁତ ଅଛନ୍ତି ଏଠି ଆଉ ମଛା କି ଆଉ କଣ ତମେ କହିବ ମୁଁ ତ ଜାଣିଛି ମଛା ଆମେ ଯାଉଛୁ ଆଜି ଇଏ ମଶା ମାଛ କି ମାଛ ଆଣିବା ପାଇଁ ଆମର ଏଟା ଜଳଙ୍ଗ ନା ବଳଙ୍ଗ ମାଛ ଆଣିବା ପାଇଁ ବଳଙ୍ଗ ମାଛ ଆଣିଲେ ଆମର ରୋଷେଇ ହବ ଖିଆ ହବ କି ଅଛି ବଳଙ୍ଗ ନା ଜଳଙ୍ଗ ବଳଙ୍ଗ ବଳଙ୍ଗ ମାଛ ଆଣିବା ପାଇଁ ବଳଙ୍ଗ ଯାଉଛୁ ନୁହେଁ ଜଳଙ୍ଗ ଲାଇଟ୍ ପଳେଇ ଆସିଲା ଏବେ ଆମେ ଡାଇରେକ୍ଟ ମାଛ ମାର୍କେଟ ଯାଇ ପହଞ୍ଚିକି ଡାଇରେକ୍ଟ କ୍ୟାମେରା ଓପନ ହବ ତାପରେ ମାଛ ଅଛି ଆଡେ ମୁଗ ମସୁର ଅଛି ସେଇଠି ଯାଇ କ୍ୟାମେରା ଓପନ ହବ ମୁଗ ମସୁର ଦୋକାନ ନହେଲେ ମାଛ ଦୋକାନ ହାଲ ଗାଈ ଦେଖନ୍ତୁ ଆମେ ଏବେ ଅଣ୍ଡା ଚପ ଦୋକାନରେ ପହଞ୍ଚିଗଲୁ ମାଛ ଆଣିବୁ ମାନେ କଣ ଅଣ୍ଡା ଚପ ଖାଇଯାଉଛୁ ମାଛ ଆଣିବା ମାଛ ମିଳିଲା ନା ଅଣ୍ଡା ଚପ ଆଣି ଖାଇଦେବା ଆଚ୍ଛା ଦେଖିବା ତାର ମାଛ ମିଳିବ କି ନ ମିଳେ ମାଛ ମିଳିଲେ ନବା ନହେଲେ ଅଣ୍ଡା ଚପ ଆଉ ଖାଇଦେଇକି ପଳେଇବା ନା କଣ ମାଛ ଦୋକାନରେ ଭେଟ ହବା ଯାଇକି ଆମେ ଏବେ ମାଛ ନେଇ ପଳେଇ ଆସିଲୁ ମାଛ ଦେଖନ୍ତୁ ଆମର ଅନାନି ଧରିଛି ମାଛ ନେଇକି ଆସ हेलो गाइस ହାତରେ मच्छर ज्यादा कटिंग कर रहा है ମାଛ ନେଇକି ଆସିଲୁ ମାଛ କିଲୋ ମାଛ କିଲୋ 80 ଥିଲା टका 180 ଟଙ୍କା ଥିଲା ଭାଇ ଆମ ଆନ୍ଧ୍ରପ୍ରଦେଶରେ ଏଇ ମାଛ କିଲୋ 180 ଟଙ୍କା ମୁଁ ଭାବୁଛି ଗାଁରେ 100 ଟଙ୍କାରେ ମାଛ କେଜି ହେଇଥାନ୍ତା ଦେଖିବ अरे बाबा ଆନ୍ଧ୍ରପ୍ରଦେଶରେ ବି साइड ହେଇକି ଚାଲ ଗାଡି ଚଲେଇଦବ ଆନ୍ଧ୍ରପ୍ରଦେଶରେ ବି କଥା 180 ଟଙ୍କା ମାଛ କେଜି ମାଛ ନେଇକି ରୁମ ଯାଉଛୁ ରୁମ ରେ ମାଛ କଟାକଟି କରିକି ରୋଷେଇ ହବ ଅଦା ରସୁଣ ବି ଛେଚା ହବାର ଅଛି ଫୋନ କଲେଣି ଜଲ୍ଦି ଆସ ଆମେ ଟିକେ ଆଡକୁ ସାଡୁ ଖାଇବା ପିଇବା ଡେରି ହେଇଯାଉଛି ସେ ଫୋନ କରି ଶୋଧୁଛନ୍ତି ଆସ ଜଲ୍ଦି ଆମେ ଏଇଖିଣା ଯିବୁ ମାଛ ନେଇକି ଗଲେ ରୋଷେଇ ସଇଲେ ମୁଁ ଏଇଠି ବ୍ଲଗ କୁ ଏଣ୍ଡ କରୁଛି ରୋଷେଇ ସରି ଖାଇ ପିଇ ଶୋଇବୁ କାଲି ସକାଳେ ପୁଣି ନୂଆ ବ୍ଲଗରେ ଦେଖାହବା ସବୁଠୁ ଚାଲ ହଉଛି ହୁଁ ବାଏ ବାଏ ଗୁଡ ନାଇଟ୍ ସମସ୍ତେ ଶୋଇପଡ କାଲି ସକାଳେ ବ୍ଲଗରେ ଦେଖାହବ